କିଛି ଦିନ ପୂର୍ବରୁ ଟିକି ସୁନ୍ଦର ସୁନ୍ଦର 3ଟି ଅଣ୍ଡା ଦେଇଥାଏ। ଛୁଆମାନେ ବାହାରକୁ ଆସିବା ପୂର୍ବରୁ ହିଁ ଟିକି ତା ଅଣ୍ଡାର ବହୁତ ଯତ୍ନ ନେଉଥାଏ। ଟିକି ତା ଛୁଆମାନଙ୍କ ପାଇଁ ପୂର୍ବରୁ ହିଁ 3ଟି ସୁନ୍ଦର ସୁନ୍ଦର ଝୁଲା ଦୋଳି ତିଆରି କରିଦେଇଥାଏ। ଗୋଟିଏ ଦିନ ଗୋଟେ ଶିକାରୀ ଚିଲ ଟିକିର ଘର ପାଖରେ ଶିକାର ଖୋଜୁଥାଏ। ଆଉ ତାକୁ ଟିକିର ଘର ଦେଖାଯାଏ। ଆରେ ବହୁତ ସମୟ ହେଲାଣି ଗୋଟେ ଶିକାର ଖୋଜୁଛି, କିନ୍ତୁ ଗୋଟିଏ ବି ଶିକାର ଦେଖା ଯାଉନାହାନ୍ତି। ଯାଉଛି ଏ ଘର ଝରକା ପଟେ ଦେଖିବି, କାଳେ ଗୋଟେ ଶିକାର ମିଳିଯିବ। ଶିକାରୀ ଚିଲ ଟିକିର ଘର ଝରକା ପଟୁ ଧୀରେ ସେ ଦେଖିବାକୁ ଲାଗିଲା। ଆଉ ତାକୁ ଘର ଭିତରେ 3ଟି ଅଣ୍ଡା ଦେଖାଗଲା। ଆରେ ବାଃ, ଆଜି ତ ମଜା ଆସିଗଲା। ଆଜି ମୁଁ ଏହି 3ଟି ଅଣ୍ଡାକୁ ଖାଇବି। ଟିକି ଖାଦ୍ୟ ସଂଗ୍ରହ କରିବାକୁ ବାହାରକୁ ଯାଇଥିଲା। ଶିକାରୀ ଚିଲ ଟିକିର ଘର କବାଟକୁ ଖୋଲିବାକୁ ବହୁତ ଚେଷ୍ଟା କରୁଥାଏ, କିନ୍ତୁ ଟିକି ତା ଘରକୁ ବହୁତ ମଜବୁତରେ ତିଆରି କରିଥିଲା। ସେଥିପାଇଁ ଚିଲ ଘର କବାଟକୁ ଖୋଲି ପାରିଲା ନାହିଁ। ଆରେ ଏ କବାଟଟା ତ ବହୁତ ମଜବୁତ ହୋଇଛି। ହଉ ଠିକ ଅଛି, ଏବେ ତ ମୁଁ ଏଠାରୁ ପଳାଉଛି। କେତେବେଳେ ତ ଏ ଅଣ୍ଡାର ମା ଘର ଭିତରେ ଥିବ। ଯେତେବେଳେ ସେ ବାହାରକୁ ଆସିବ, ସେତେବେଳେ ତାକୁ ମାରିକି ତାକୁ ଆଉ ତା ଅଣ୍ଡାକୁ ଖାଇଦେବି। ଚିଲ ଭୋକିଲା ପେଟରେ ସେଠୁ ପଳାଉଛି। କିଛି ସମୟ ପରେ ଟିକି ଦାନା ସଂଗ୍ରହ କରି ଘରକୁ ଆସେ। ଆଉ ଟିକି ଦେଖେ ତ ତା ଘର କବାଟରେ ନଖ ଚିହ୍ନ ଥାଏ। ହେ ପ୍ରଭୁ, ଯେତେବେଳେ ମୁଁ ଦାନା ସଂଗ୍ରହ କରିବାକୁ ବାହାରକୁ ଯାଇଥିଲି, ସେହି ସମୟରେ କୋଉ ଶିକାରୀ ପକ୍ଷୀ ଏଠାକୁ ଆସିଥିଲା। ଯାହା ହଉ ମୁଁ ମୋ ଘରକୁ ମଜବୁତରେ ତିଆରି କରିଥିଲି। ହେ ପ୍ରଭୁ, ଯାହା ହଉ ମୋ ଅଣ୍ଡାକୁ ବଞ୍ଚାଇ ଦେଲ। କିଛି ଦିନ ବିତିଗଲା। ଅଣ୍ଡାରୁ ସୁନ୍ଦର ସୁନ୍ଦର 3ଟି ଛୁଆ ବାହାରକୁ ଆସିଲେ। ଛୁଆମାନେ ତ ଆଖି ବି ଖୋଲି ନଥିଲେ। ସେମାନେ ବହୁତ ଭୋକରେ ଥିଲେ। ମୁଁ ବାହାରକୁ ଯାଇ କିଛି ଖାଦ୍ୟ ନେଇ ଆସୁଛି। ଚିଲ ଘର ବାହାରେ ହିଁ ଜଗିଥିଲା। ଯେମିତି ଟିକି ଘର ବାହାରକୁ ଆସିଛି, ଚିଲ ତା ଆଗରେ ଠିଆ ହୋଇ କୁହେ, ଆରେ ଏ ଟିକି, କୁଆଡେ ଯାଉଅଛୁ ଏତେ ଶୀଘ୍ର? ଚିଲ ଭାଇ, ମୁଁ ମୋ ଛୁଆମାନଙ୍କ ପାଇଁ ଦାନା ସଂଗ୍ରହ କରିବାକୁ ଯାଉଅଛି। ଏବେ ତୁ ସିଧା ମୋ ପେଟକୁ ଯିବୁ। ତାପରେ ତୋର ସେଇ କୁନି କୁନି ଛୁଆମାନେ ବି। ବହୁତ ଦିନ ହେଲା ମୁଁ ତୋ ଘର ଉପରେ ନଜର ରଖିଥିଲି। ମୁଁ ତୋ ଘର କବାଟ ଭାଙ୍ଗିବାକୁ ବି ଚେଷ୍ଟା କରିଥିଲି, କିନ୍ତୁ ତୁ ତୋ ଘରକୁ ବହୁତ ମଜବୁତରେ ତିଆରି କରିଅଛୁ। ସେଥିପାଇଁ ମୁଁ ତୋ ଘର ଆଗରେ ସବୁଦିନ ଜଗୁଥାଏ। ଆଜି ତୁ ମୋ ହାତରେ ଲାଗିଛୁ। ଚିଲ ଭାଇ, ମତେ ଆଉ ମୋ ଛୁଆମାନଙ୍କୁ ଖାଅ ନାହିଁ। ଚିଲ ଭାବିଲା, ଆଉ ଚିଲ ମୁଣ୍ଡକୁ ଗୋଟିଏ ବୁଦ୍ଧି ଆସିଲା। ମୁଁ ଯଦି ଆଜି ଆକୁ ଆଉ ଛୁଆମାନଙ୍କୁ ଖାଇଦେବି, କାଲିକି ପୁଣି ଶିକାର ଖୋଜିବାକୁ ଯିବାକୁ ପଡ଼ିବ। ମୁଁ ଗୋଟେ କାମ କରିବି। ଦେଖେ ଟିକି, ମୁଁ ତତେ ଆଉ ତୋ ଛୁଆମାନଙ୍କୁ ଖାଇବିନି, କିନ୍ତୁ ତା ବଦଳରେ ତୁ ସବୁଦିନେ ମୋ ପାଇଁ ଶିକାର ଆଣିବୁ। ଯଦି ଗୋଟିଏ ଦିନ ବି ଶିକାର ନ ଆଣିବୁ, ମୁଁ ତତେ ଆଉ ତୋ ଛୁଆମାନଙ୍କୁ ମାରିକି ଖାଇଦେବି। ନା ନା, ଏମିତି କର ନାହିଁ। ମୁଁ ସବୁଦିନେ ତୁମ ପାଇଁ ଶିକାର ଆଣିବି। ମୁଁ ମୋ ଛୁଆମାନଙ୍କୁ ବହୁତ ଭଲ ପାଏ। ଠିକ ଅଛି, ଏବେ ତୁ ଶୀଘ୍ର ଯା, ଆଉ ମୋ ପାଇଁ ଶିକାର ନେଇକି ଆସିବୁ। ସେପଟେ କାଳୁ କାଉ ତା ଘରେ ବିଶ୍ରାମ ନେଉଥିଲା। ଆଉ କାଳୁ ଝରକା ପଟୁ ଦେଖିଲା ଟିକି ତରବର ହୋଇ କୁଆଡେ ଯାଉଅଛି। ସେ ଭାବିଲା ଟିକି ଦାନା ସଂଗ୍ରହ କରିବାକୁ ଯାଉଅଛି। କିଛି ସମୟ ପରେ କାଳୁ ଦେଖିଲା ଟିକି ଗୋଟାଏ ପକ୍ଷୀ ଧରି ଯାଉଥାଏ। ଆରେ ମୁଁ କଣ ଦେଖୁଛି, ଟିକି ଗୋଟାଏ ମଲା ପକ୍ଷୀ ଧରି କୁଆଡେ ଯାଉଅଛି। ତା ପରଦିନ କାଳୁ ପୁଣି ଦେଖିଲା ଟିକି କଣ ଗୋଟେ ଧରିକି ଯାଉଥିଲା। କାଳୁ ଠିକ ସେ ଦେଖେ ତ ଟିକି ଆଜି ଗୋଟାଏ ମଲା ଠେକୁଆ ଛୁଆ ଧରି ଯାଉଥାଏ। କାଳୁ କିଛି ବୁଝିପାରିଲା ନାହିଁ। ଆଉ କାଳୁ ଯାଇ ଟିକିକୁ ପଚାରିଲା, ଆରେ ଟିକି, ତୁ ଏ କଣ କରୁଛୁ? ମୁଁ କାଲିଠାରୁ ଦେଖୁଛି ତୁ ମଲା ଶିକାର ଧରି କୁଆଡେ ଯାଉଛୁ। କାଳୁକୁ ଟିକି ସବୁ ସତ କଥା କୁହେ। ହେ ପ୍ରଭୁ, ଏ ତ ବହୁତ ଅସୁବିଧାର କଥା, କିନ୍ତୁ ତୁ ଏସବୁ କେତେ ଦିନ କରିବୁ? ଆଉ କଣ କରିବି କାଳୁ ଭାଇ, ମୋ ଛୁଆମାନେ ବଡ ହେବା ପର୍ଯ୍ୟନ୍ତ ମୁଁ ଏହା କରିବି। ହଉ, ମୁଁ ଯାଉଛି କାଳୁ ଭାଇ। ଏ ଚିଲ ମୋ ଘର ଆଗରେ ଜଗିକି ବସିଛି। ଯଦି ମୁଁ ଶୀଘ୍ର ନ ପହଞ୍ଚେ, ସେ ମୋ ଛୁଆମାନଙ୍କୁ ମାରିକି ଖାଇଦେବ। ଟିକିର ତ ସବୁଦିନିଆ କାମ ହୋଇଯାଇଥାଏ। ଚିଲ ଟିକିର ଘର ପାଖକୁ ଚାଲି ଆସେ। ଆଉ ଟିକି ଚିଲ ପାଇଁ ସବୁଦିନେ ଶିକାର ନେଇ ଆସେ। ଆଉ ଚିଲ ଶିକାର ନେଇ ସେଠାରୁ ଚାଲିଯାଏ। କିନ୍ତୁ ଗୋଟିଏ ଦିନ ଟିକିର ଦେହ ବହୁତ ହିଁ ଖରାପ ହୋଇଗଲା। ଏବେ ମୁଁ କଣ କରିବି? ଚିଲ ପାଇଁ ଶିକାର କେମିତି ଆଣିବି? ମୁଁ ଯଦି ଶିକାର ନ ଆଣିବି, ସେ ମୋ ଘରକୁ ପଳେଇ ଆସିବ। ଛୁଆମାନଙ୍କୁ ଭୋକ ଲାଗେ। ମା, ଆମକୁ ଭୋକ ଲାଗିଲାଣି, ଆମକୁ ଖାଇବାକୁ ଦିଅ ନା।
ମୋ ଛୁଆମାନେ, ଆଜି ମୋ ଦେହ ବହୁତ ଖରାପ ଅଛି। କିଛି ସମୟ ପରେ ମୁଁ ଦାନା ସଂଗ୍ରହ କରିବାକୁ ଯିବି। ଏବେ ତୁମେ ଗୋଟେ କାମ କର, ମୁଁ କିଛି ଦାନା ସଂଗ୍ରହ କରି ଆଲମିରାରେ ରଖିଛି। ଏବେ ତୁମେ ତାହା ଖାଇଦିଅ।